ସମୁଦ୍ରର ଶୀତଳ ପବନ, ଶାନ୍ତ ପରିବେଶ ଆଉ ଶିକ୍ଷାର ଏକ ମହାନ ତୀର୍ଥକ୍ଷେତ୍ର। ଏହା ହେଉଛି ଆମର ଆରାଧ୍ୟ ଭୂମି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଯାହାକି ଭଞ୍ଜ ବିହାର ନାଁରେ ପରିଚିତ। ମସିହା ଜାନୁଆରୀ 2 ତାରିଖରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ଡକ୍ଟର A.N. ଖୋସଲାଙ୍କ ଦ୍ୱାରା ଉଦ୍ଘାଟିତ ଏହି ଅନୁଷ୍ଠାନ ଆଜି ଦକ୍ଷିଣ ଓଡ଼ିଶାର ଶିକ୍ଷାର ଏକ ପ୍ରାଣକେନ୍ଦ୍ର। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତିରେ ନାମିତ ଭଞ୍ଜ ବିହାର ପ୍ରାୟ 250 ଏକର ପରିମିତ ସବୁଜିମାରେ ପରିବ୍ୟାପ୍ତ। ଗଞ୍ଜାମ, ଗଜପତି ଓ କନ୍ଧମାଳ ଏହି ତିନୋଟି ଜିଲ୍ଲାର 141ଟି ସଂଯୋଜିତ କଲେଜକୁ ଦିଗ୍ଦର୍ଶନ ଦେଉଛି ଏହି ବିଶ୍ୱବିଦ୍ୟାଳୟ। ଏଠାରେ ଥିବା 29 ଗୋଟି ସ୍ନାତକୋତ୍ତର ବିଭାଗରେ ସାହିତ୍ୟ, ବିଜ୍ଞାନ, ଆଇନ, ଔଷଧୀୟ ବିଜ୍ଞାନ ଠାରୁ ଆରମ୍ଭ କରି ସାମ୍ବାଦିକତା, ସାମୁଦ୍ରିକ ବିଜ୍ଞାନ ଏବଂ ମିଲିଟାରୀ ସାଇନ୍ସ ପରି ସ୍ୱତନ୍ତ୍ର ବିଷୟରେ ଶିକ୍ଷା ପ୍ରଦାନ କରାଯାଏ। ନାକ୍ ଏ ଗ୍ରେଡ୍ ଓ କମନୱେଲ୍ଥ ବିଶ୍ୱବିଦ୍ୟାଳୟ ସଂଘର ମାନ୍ୟତା ପ୍ରାପ୍ତ ଏହି କ୍ୟାମ୍ପସ୍ ଗବେଷଣା ଓ ନବସୃଜନର ଏକ ପୀଠସ୍ଥଳୀ। UGC, CSIR, DST ଏବଂ ଟାଟା ପରି ବଡ଼ ବଡ଼ ସଂସ୍ଥାର ସହଯୋଗରେ ଏଠାରେ ନିରନ୍ତର ଗବେଷଣା ଚାଲିଛି। ସତରଟି ଛାତ୍ରାବାସ, ବିଶାଳ ଷ୍ଟାଡିୟମ, ବ୍ୟାଙ୍କ, ପୋଷ୍ଟ ଅଫିସ, ହେଲ୍ଥ ସେଣ୍ଟର ଏବଂ ଦକ୍ଷିଣ ଓଡ଼ିଶା ସଂସ୍କୃତି କେନ୍ଦ୍ରକୁ ନେଇ ଏହି କ୍ୟାମ୍ପସ୍ ଆପଣା ଛାଏ ଏକ ସମ୍ପୂର୍ଣ୍ଣ ସହର। ଓଡ଼ିଆ ସାହିତ୍ୟର ସମ୍ବର୍ଦ୍ଧନା ପାଇଁ ପ୍ରତିବର୍ଷ ଦିଆଯାଉଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ଏହାର ସଂସ୍କୃତି ପ୍ରୀତିର ଏକ ଜ୍ୱଳନ୍ତ ଉଦାହରଣ। କେବଳ ଭାରତ ନୁହେଁ, ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓଡ଼ିଶାର ସୁନାମ ବୃଦ୍ଧି କରୁଛନ୍ତି। ଗୌରବମୟ ଅତୀତ, ଉଜ୍ଜଳ ଭବିଷ୍ୟତ, ଏହା ଆମର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଆମର ପ୍ରିୟ ଭଞ୍ଜ ବିହାର।